ଯାଏ ଆପଣ କିଏ ବା ଆପଣଙ୍କର ପରିଚୟ କ'ଣ, ତେବେ ସେ ଉତ୍ତରରେ ତାର ଶରୀରର ନାମ ଓ କରୁଥିବା କର୍ମର ପରିଚୟ ଦେଇଥାଏ। ବାସ୍ତବରେ ମୁଁ ଶବ୍ଦ ଶରୀର ଠାରୁ ଭିନ୍ନ, ଚୈତନ୍ୟ ସତ୍ତା ଆତ୍ମାର ସୂଚକ। ଯେପରିକି ଚିତ୍ରରେ ଦର୍ଶାଯାଇଛି, ମନୁଷ୍ୟ ଜୀବାତ୍ମା, ଆତ୍ମା ଓ ଶରୀରର ସମଷ୍ଟି। ଯେପରି ଶରୀର ପଞ୍ଚତତ୍ତ୍ୱ ଜଳ, ବାୟୁ, ଆକାଶ, ଅଗ୍ନି ଓ ପୃଥିବୀରେ ସୃଷ୍ଟି ହୋଇଛି, ସେପରି ଆତ୍ମା ମନ, ବୁଦ୍ଧି ଓ ସଂସ୍କାରର ମିଳନରେ ଗଠିତ। ଆତ୍ମାଠାରେ ବିଚାର କରିବାର ଓ ନିର୍ଣ୍ଣୟ କରିବାର ଶକ୍ତି ଥାଏ। ଆତ୍ମା ଯେପରି କର୍ମ କରିଥାଏ, ସେହି ଅନୁସାରେ ତାର ସଂସ୍କାର ତିଆରି ହୋଇଥାଏ। ଆତ୍ମା ଏକ ଚୈତନ୍ୟ ଓ ଅବିନାଶୀ ଜ୍ୟୋତିର୍ବିନ୍ଦୁ। ମାନବ ଦେହରେ ଭ୍ରୁକୁଟି ମଧ୍ୟରେ ନିବାସ କରିଥାଏ। ଯେପରି